ମୋ ନାଁ ହେଲା ଗୋଟେ ମିନିଟ୍ ଆପଣ ପରିଚୟଟା ମୋ ନାଁ ହେଲା ପଞ୍ଚାନନ ଖଣ୍ଡୱାଳ, ରିଟାୟାର୍ଡ ଡିଷ୍ଟ୍ରିକ୍ଟ ହେଲ୍ଥ ଅଫିସର। ବର୍ତ୍ତମାନ ମୁଁ ଆଜି ବିଧିବଦ୍ଧ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ ଶାସନ ନିର୍ମଳ ଭାବମୂର୍ତ୍ତି ଏଥିରେ ମୁଁ ଅନୁପ୍ରାଣିତ ହୋଇ ଆଜି ମୁଁ ଏହି ବିଜୁ ଜନତା ଦଳରେ ଜଏନ୍ କରୁଅଛି। ଆପଣ ତ ଯୋଗଦାନ କଲେ ଆ ପଛରେ କାରଣ କ'ଣ? ବିଜୁ ଜନତା ଦଳର ଗୋଟେ କର୍ମୀ ହିସାବରେ ଶକ୍ତିଶାଳୀ କରିବା ପାଇଁ ଯୋଗଦାନ କଲେ ନା ଆପଣ ଜଣେ ଜନପ୍ରତିନିଧି ହିସାବରେ ଯୋଗଦାନ କଲେ? ମୁଁ ଜଣେ ଗ୍ରାସ ରୁଟ୍ ଲେଭେଲର କର୍ମୀ ହିସାବରେ ଲୋକଙ୍କର ସେବା କରିବି ବୋଲି ମୁଁ ଯୋଗଦାନ କଲି। ମୋର କୌଣସି ଏଥିରେ ଅଭିସନ୍ଧି ନାହିଁ। ତ ଆପଣଙ୍କର ମୋହନା ଆପଣ ଯୋଗଦାନ କଲା ପରେ ମୋହନାର ଯିଏ ବିଜେଡିର ପ୍ରାର୍ଥୀ ହେବାକୁ ଯାଉଛନ୍ତି ସେ କେତେ ଭୋଟରେ ଜିତିବେ ବୋଲି ଆପଣ ଭାବୁଛନ୍ତି? ସେ ବିପୁଳ ଭୋଟରେ ବିଜୟ ହେବେ। କାରଣ କଂଗ୍ରେସର ସ୍ଥିତି କ'ଣ ସେଠି ଅଛି? କଂଗ୍ରେସ ସ୍ଥିତି ଜିରୋ କଲେ ଚଳେ। ବିଜେପିର କାରଣ ଏଇ ଭାଇଟା ବହୁ ପୂର୍ବରୁ ଇଏ ପ୍ରତ୍ୟେକ ଗାଁ ଗହଳି ବୁଲି ଲୋକଙ୍କର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ଆମେ ଆଶା ରଖୁଛୁ ଆମେ ବି ଗୋଟେ ଗୁଣ୍ଡୁଚି ମୂଷା ଭଳିଆ ତାଙ୍କ ପଛରେ ରହି ତାଙ୍କୁ ବିପୁଳ ପରିମାଣରେ ବିଜେପିର ସ୍ଥିତି ସେମିତି ବିଶେଷ କିଛି ନାହିଁ। ବିଜେଡି ବିପୁଳ ପରିମାଣରେ ଆମର ଅନ୍ତର୍ଜନ ବାବୁ ଜୟଲାଭ କରିବେ, ଏତିକି ମୁଁ ଦୃଢ଼ତାର ସହ କହୁଛି। ଆପଣଙ୍କ ପରିଚୟ ସାର୍? ମୁଁ ଅଛି ଜୟସନ୍ ଦୋରା, ହତର ସିଂ ଗ୍ରାମ ପଞ୍ଚାୟତ ଏକ୍ସ ସରପଞ୍ଚ। ମୁଁ ଅଛି 2 ଟାଇମ୍ ସରପଞ୍ଚ ହେଇଥିଲି। ଥରେ ବି ସମିତି ହଁ ଡାଇରେକ୍ଟ ମୁଁ 15 ବର୍ଷ ପର୍ଯ୍ୟନ୍ତ ପଞ୍ଚାୟତ ରାଜରେ ଶାସନ କରିଥିଲି। ନାଇଁ କଂଗ୍ରେସ ଦଳରୁ କଂଗ୍ରେସ ଦଳ ବିଜେଡି ଯୋଗଦାନ କଲେ ସେଠି କ'ଣ କଂଗ୍ରେସ ଦଳ ସେଠି ଷ୍ଟ୍ରଙ୍ଗ ନାହିଁ ନା କ'ଣ? ଷ୍ଟ୍ରଙ୍ଗ ମାନେ କଂଗ୍ରେସ ତ ଆଜିକାଲି ଦେଖିଲେ କିଛି ନାହିଁ। ତେଣୁ ଆଉ ଦେଖିଲୁ ଯେ ନବୀନ ବାବୁଙ୍କର ବିକାଶ ସବୁ ଆମେ ଦେଖୁଛୁ ଆଉ ଅନେଇକି ଆମେ ରହିଥିଲୁ, କିନ୍ତୁ ଏ ଭିତରକୁ ଆମେ ଯାଇପାରିନଥିଲୁ, ସେଥିପାଇଁ ଆମେ ମିଶିଛୁ। ତ ଆପଣ ଭାବୁନାହାନ୍ତି ଯେ ବର୍ତ୍ତମାନ ଯେଉଁ ପିସିସିର ଯେଉଁ ପ୍ରେସିଡେଣ୍ଟ ଅଛନ୍ତି ଶରଦ ପଟ୍ଟନାୟକ ତାଙ୍କ ତତ୍ତ୍ୱାବଧାନରେ କଂଗ୍ରେସ ଦଳ ଆଗକୁ ଶକ୍ତିଶାଳୀ ହେବ? ନାଇଁ ସାର୍, ନାଇଁ। ଆପଣ କେତେ ଜଣ କର୍ମୀ ମିଶିଛନ୍ତି? ଆମର କର୍ମୀ ଅଛନ୍ତି 50 ବର୍ଷ ହେଇଥିବ କଂଗ୍ରେସ ଯେ ଅଛନ୍ତି। ମୁଁ ଯେଉଁ ଜାଗା ଯାଉଛନ୍ତି ସେ ଲୋକ ଅଛନ୍ତି, ମୁଁ ଧରିକି ବି ଆସିଛନ୍ତି କୋଙ୍କୋଡ଼ାରୁ ଜଣେ ମଧୁମଣ୍ଡଳ ବୋଲିକି, ସେ ହେଉଛନ୍ତି କଂଗ୍ରେସ ବରିଷ୍ଠ ନେତା ସାର୍ ଆମର ଅତର ସିଂ ପଞ୍ଚାୟତରୁ। ତେଣୁ ମୁଁ ଯେଉଁଠି ଯାଏ ସେ ନିଶ୍ଚିତ ମୋ ସଙ୍ଗରେ ସେ ଥାଏ। ନାଇଁ କେତେ ଜଣ କର୍ମୀ ଆପଣ କଂଗ୍ରେସରେ ମିଶିଲେ ତ ମୋହନାରେ ଆପଣଙ୍କର ଦଳ କେତେ ଷ୍ଟ୍ରଙ୍ଗ ହେବ? ଆଜି କଂଗ୍ରେସରୁ ପ୍ରାୟ 25 ଜଣ ମିଶୁ ସାର୍ ଜନତା ଦଳରେ। Wanna be an IAS officer? Join PST Gurukul, the best boarding school. For plus 3 teaching and coaching by Bajirao IAS Academy, call 9438 782020.